ଆପଣ ଦେଖନ୍ତୁ ରାମାୟଣ ପ୍ରଚାର ପ୍ରସାର ସମିତି ଦ୍ୱାରା ହିନ୍ଦୁ ଧର୍ମକୁ ଜାଗ୍ରତ କରିବା ଆଉ ଘରେ ଘରେ ହିନ୍ଦୁ ଧର୍ମକୁ ପହଞ୍ଚେଇବା ଆଉ ଯୁବପିଢ଼ିମାନଙ୍କୁ ଆହ୍ୱାନ ଦେବା ଆଉ ଯୁବପିଢ଼ିମାନେ ପ୍ରେରଣା ପାଉଛନ୍ତି ଏହି ପ୍ରଚାର ସମିତି ଦ୍ୱାରା ଯାହାକି ଏଠାକାର ଆମର ପ୍ରମୁଖ ସୁଦାନା ଯିଏକି ଏହାକୁ ପ୍ରତିଷ୍ଠିତ ଅଛନ୍ତି ସେ ପ୍ରତିବର୍ଷ ଏଇଟା କରୁଥିବାରୁ ତାଙ୍କୁ ଧନ୍ୟବାଦ ଦେଉଛି। କଟକ ସଦର ପ୍ରତି ଏରିଆରେ ସେ ରଥ ବୁଲେଇକିନି ଏ କାର୍ଯ୍ୟକ୍ରମ କରୁଛନ୍ତି ଯାହାକି କୌଣସି ଅନୁଷ୍ଠାନ କରୁନାହାନ୍ତି। ସେ ଏକମାତ୍ର ମଧ୍ୟ ସମସ୍ତଙ୍କୁ ନେଇକିନି ଏଠି ଗୋଟେ କାର୍ଯ୍ୟକ୍ରମ କରୁଥିବାରୁ ଯେ ରାମାୟଣକୁ ଏଠାରେ ରାମଚନ୍ଦ୍ରଙ୍କ ଚରିତ୍ରକୁ ଯୁବପିଢ଼ିମାନଙ୍କ ମଧ୍ୟରେ ଆଣିବା ପାଇଁ ଯେଉଁ ପ୍ରୟାସ ଅଛି ତାଙ୍କୁ ସେଥିପାଇଁ ଧନ୍ୟବାଦ ଦେଉଛି। ଆଉ ମନ୍ଦିର ନିହାତି ଗଢ଼ା ଚାଲିଛି ଆଉ କେଉଁଠି ଭଙ୍ଗା ମଧ୍ୟ ଓଡ଼ିଶାରେ ହେଉନି ଏଣିକି ନିହାତି ବନା ହେବ। ଯୁବପିଢ଼ି ମାନେ ଯେଉଁ ଆପଣ କହୁଛନ୍ତି ସମ୍ପୂର୍ଣ୍ଣ ଭାବରେ ପଥଭ୍ରଷ୍ଟ ହୋଇଛନ୍ତି ଆପଣଙ୍କ କଥାରେ ମୁଁ ଏକମତ ହୋଇପାରୁନି। ଯଦି ସମ୍ପୂର୍ଣ୍ଣ ପଥଭ୍ରଷ୍ଟ ହୋଇଥାନ୍ତେ ତାହେଲେ ହଜାର ହଜାର ଯୁବକମାନେ ଏଠି କେମିତି ରାମାୟଣ ପ୍ରଚାର ସମିତି ଗଠନ କରିକି ରାମଲାଲାଙ୍କର କଥା ପ୍ରଚାର କେମିତି କରୁଥାନ୍ତେ। ଏବଂ ଯେଉଁ ଆଜି ହେଉଛି ଆପଣଙ୍କର ପ୍ରଥମ ବାର୍ଷିକୀର ସ୍ମରଣୀୟ ଦିବସ ଏଇଟା ଯେଉଁ ଜନ୍ମଦିନ ବା ମନ୍ଦିର ପ୍ରତିଷ୍ଠା ହୋଇଥିଲା ଗତ ବର୍ଷ ଠିକ୍ ଆଜି ଦିନରେ ଆଜିକି ସ୍ମରଣ କରିବା ପାଇଁ ଏ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଯୁବପିଢ଼ିମାନେ ଠିକ୍ ଅଛନ୍ତି, କଥା ହେଉଛି କିଛି ନଷ୍ଟ ହେଉଛନ୍ତି କିନ୍ତୁ ବହୁତ ରାମ ପ୍ରେମରେ ଉଦ୍ଭାସିତ ହେଉଛନ୍ତି। ବର୍ତ୍ତମାନ ବାର୍ତ୍ତା ଏହା ଯେ ଆମର ଶ୍ରୀରାମଙ୍କର 500 ବର୍ଷରୁ ଯେଉଁ ଅପେକ୍ଷାକୃତ ଥିଲା ଆମର ହିନ୍ଦୁ ଧର୍ମର ଶ୍ରୀରାମଙ୍କର ଯେଉଁ ଆମର ପ୍ରତିଷ୍ଠାତା ଦିବସ ପାଳନ କରାଯାଇଥିଲା। ଏହି ବର୍ଷ ଆମର ଦ୍ୱିତୀୟ ବର୍ଷ ପାଳନ କରାହେଲା। ଏଥିରେ ଆମର ଯୁବବନ୍ଧୁମାନେ ଆଉ ଆମର ରାମାୟଣ ପ୍ରଚାର ସମିତି ଆକୁ ଅତି ଉଲ୍ଲାସ ଆନନ୍ଦର ସହିତ ପାଳନ କରାଯାଉଛି। ବହୁ ଯୁବପିଢ଼ି ଆଉ ନାରୀମାନେ ଆମର ଭଉଣୀମାନେ ମାଆମାନେ ସମସ୍ତଙ୍କ ସହଯୋଗ ଅଛି ଆଉ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର ହେବ। ଏହା ଆମର ହେଉଛି ମୁଖ୍ୟ ଲକ୍ଷ୍ୟ। ତେଣୁ ସମସ୍ତେ ଏଥିରେ ସହଯୋଗ କାମନା କରୁଛନ୍ତି।